ଏଜି ସବୁ ହିସାବ ରଖିଛନ୍ତି। ସେଣ୍ଟର କେତେ ଦେଲା, ଓଡ଼ିଶା କେତେ ଖର୍ଚ୍ଚ କଲା, ଏଜିଙ୍କ ପାଖରେ ସବୁ ହିସାବ ଅଛି। ଜନସାଧାରଣ ଓଡ଼ିଶାର ଏଜି ବୋଲେ କ'ଣ ଜାଣିନାହାନ୍ତି। ଏଜି କିଏ, ଏଜି କ'ଣ ଡିପାର୍ଟମେଣ୍ଟ, ଏଜିରେ କେତେ କର୍ମଚାରୀ ଅଛନ୍ତି, ଏଜି କେତେ କର୍ମଚାରୀର ହିସାବ ରଖୁଛନ୍ତି ଜାଣିନାହାନ୍ତି। ଆଉ ଆମର କର୍ମଚାରୀ କ'ଣ ଜାଣିଛନ୍ତି, ଯେଉଁ ଅଛନ୍ତି ସେ ସବୁ ଜାଣିଛନ୍ତି, ଜନସାଧାରଣ ଜାଣିନାହାନ୍ତି। ତେଣୁ ଆପଣ ବର୍ତ୍ତମାନ କରନ୍ତୁ ଗାଁ ଯେଉଁ ପଞ୍ଚାୟତ ହେଇଛି ଏବେ କ'ଣ ଆପଣଙ୍କର ଟିମ୍ ଯିବେ ବୋଲି କହୁଥିଲେ, ସବୁ ପଞ୍ଚାୟତରେ ଘର ଘର ବୁଲିବେ। ଘର ଘର ବୁଲିବେ, କେଉଁ ଲୋକ ଘର ପାଇନି ଆଉ କାହିଁକି ପାଇନି ସେଇଟା ତଦନ୍ତ କରିବେ। ଯେହେତୁ ଆପଣ ନୂଆ ସରକାର, ସେଇଟା ତଦନ୍ତ କରିବେ। ତାକୁ ପାତର ଅନ୍ତର କରିକି ଦିଆଯାଏନି, ନା କାଗଜପତ୍ରରେ ଭୁଲ ଅଛି, ନା ତା'ର ଯୋଗ୍ୟତା ନୁହଁ ପାଇବା ପାଇଁ ଘର, କ'ଣ ଅସୁବିଧା ସେଇଟାକୁ ତଦନ୍ତ କଲେ ଜଣାପଡ଼ିବ। ଯେଉଁ କେତେ କ'ଣ କେତେ ଲକ୍ଷ 80,000 ନା କେତେ ନା 80,000 ନା କେତେ ଦେଇଛନ୍ତି ବୋଲି କ'ଣ କହୁଛନ୍ତି ସିଏ, ଆଉ ନା କ'ଣ ଯାହା ଯାହା ଦେଇଛନ୍ତି ସେଇଟା ଆଗ ତଳ ସ୍ତରରୁ ଲିଷ୍ଟ ଆସୁ, ପଞ୍ଚାୟତ ସ୍ତରରୁ ଲିଷ୍ଟ ଆସୁ, ତାପରେ ଏଜିଙ୍କୁ ଆଉ ପଞ୍ଚାୟତ ସ୍ତର ଲିଷ୍ଟ ମେଳାଯିବ। ଇଏ ହେବ ନୂଆ ସରକାରର ନୂଆ କାର୍ଯ୍ୟ। ଜୟ ଜଗନ୍ନାଥ।